ଦିନେ କି 2 ଦିନ କଥା ନହେଲେ ଭଲ ପାଇବା କମିଯାଏନି। ସାଙ୍ଗମାନେ, ଯିଏ ତୁମକୁ ସତରେ ଭଲ ପାଉଥିବ ନା, ସେ ମାସେ କ'ଣ ବର୍ଷେ କଥା ନହେଲେ ବି ତୁମକୁ ଭଲ ପାଇବ। ଗୋଟିଏ କଥା ସର୍ବଦା ମନେ ରଖ, ଯିଏ ତୁମକୁ ଟିକେ ସମୟ ଦେଇପାରୁନି, ସେ ସାରା ଜୀବନ ତୁମ ସାଥ ଦେବ ବୋଲି କେମିତି ଭାବୁଛ? ଦୁନିଆ ଲୋକ ତୁମକୁ କେତେ ପସନ୍ଦ କରନ୍ତି ବା କେମିତି ଦେଖନ୍ତି, ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ। ତୁମେ ନିଜକୁ ନିଜେ କେତେ ପସନ୍ଦ କର, ସେଇଟା ଇମ୍ପୋର୍ଟାଣ୍ଟ। ନିଜକୁ ଆଗ ଖୁସିରେ ରଖ, ତେବେ ଯାଇ ଅନ୍ୟକୁ ଖୁସି ଦେଇପାରିବ। ଖୁସି ତ ଆମକୁ ସେତେବେଳେ ଲାଗିଥାଏ ଯେତେବେଳେ ଆମେ କାହାକୁ ବିନା ସ୍ୱାର୍ଥରେ ଅନ୍ୟ ମୁହଁରେ ଖୁସି ଦେଇଥାଉ। ସମ୍ପର୍କ ସେହି ଆତ୍ମା ସହିତ ଯୋଡ଼ି ହୋଇଯାଇଥାଏ ଯାହାର ପୂର୍ବଜନ୍ମରୁ ଆମ ସହିତ କିଛି ସମ୍ପର୍କ ଥାଏ। ନହେଲେ ଏ ଦୁନିଆ ଭିଡ଼ରେ କିଏ କାହାକୁ ଜାଣିଥାଏ? କ'ଣ ପାଇଁ ଅଟକି ଯାଇଛନ୍ତି? 4 ଦିନ ପରିଶ୍ରମ କରିକି ସମୟ ଲାଗିଥାଏ ମଞ୍ଜିରୁ ଗଛ ହେବା ପାଇଁ। ଅପେକ୍ଷା କରନ୍ତୁ। ପ୍ରତ୍ୟେକ ବଡ଼ ସଫଳତାକୁ ପ୍ରାପ୍ତ କରିବା ପାଇଁ ସମୟ ଲାଗିଥାଏ। କଥା ହେବା ପାଇଁ ସମୟ ନୁହେଁ, ଇଚ୍ଛା ଥିବା ଦରକାର। ଇଚ୍ଛା ଥିଲେ ସମୟ ଆପେ ଆପେ ଚାଲି ଆସିଥାଏ, ଆଉ ଇଚ୍ଛା ନଥିଲେ କାମ ଅଛି ସମୟ ନାହିଁ। ଏସବୁ ଗୋଟେ ଗୋଟେ ବାହାନା। ପ୍ରେମର ଅନ୍ୟ ରୂପ ହେଉଛି ସନ୍ଦେହ ଆଉ ଈର୍ଷା। ଏହି ଦୁଇଟି ନଥିଲେ କାହାକୁ ସତ ପ୍ରେମ ହୋଇପାରେ ନା। କିଛି ଲୋକ ନିଜକୁ ନେଇ ଏତେ ଅହଙ୍କାର କରନ୍ତି, ନିଜକୁ ବହୁତ ବଡ଼ ଭାବନ୍ତି। ସେମାନେ ହୁଏତ ଜାଣନ୍ତି ନାହିଁ, ଫୁଲର ସୌରଭ ଆଉ ମଣିଷର ଗର୍ବ ବେଶୀ ଦିନ ରହେ ନାହିଁ। ସମସ୍ତେ କୁହନ୍ତି ବଞ୍ଚିବା ପାଇଁ ଟଙ୍କାର ନିହାତି ଆବଶ୍ୟକ ହୋଇଥାଏ, ହେଲେ ମୁଁ ମୋ ଅନୁଭବରୁ କହୁଛି, ବଞ୍ଚିବା ପାଇଁ ଟଙ୍କାର ଯେତିକି ଆବଶ୍ୟକ ହୋଇନଥାଏ, ତାଠାରୁ ଅଧିକ ମାନସିକ ଶାନ୍ତିର ଆବଶ୍ୟକ ହୋଇଥାଏ। ଗୋଟେ କଥା ଜାଣିବାର ଥିଲା, ଯଦି କାହାକୁ ହୃଦୟରୁ ମନେ ପକାଯାଏ, ସତରେ କ'ଣ ତାକୁ ଜଣାପଡ଼ିଥାଏ? ଏ ଦୁନିଆ ସତରେ ବଡ଼େ ଅଜବ। ଏଠି 69ଟି ଭଲ କାମ କରି ଯଦି ଗୋଟିଏ ଭୁଲ କରୁଛ, କେବେ ହେଲେ ତୁମକୁ ଭଲରେ ଗଣାଯିବନି। ଜୀବନ ସାରା ପାଇଁ ସେହି ଭୁଲରେ ହିଁ ଗଣା ହେବ। ବଦନାମ ତ ସେଇମାନେ କରିଥାନ୍ତି ଯେଉଁମାନେ ଆମର ବରାବରି କରିପାରିନଥାନ୍ତି। ତୁମେ ଏମିତି ବଦନାମ କରିଚାଲୁଥାଅ, ମୁଁ ଏମିତି ଚର୍ଚ୍ଚାରେ ରହି ଚାଲିଥିବି। ପାଟିରୁ ବାହାରିଥିବା ଶୁଦ୍ଧ ଶବ୍ଦ ଚାବି ଭଳି ହୋଇଥାଏ। ଯଦି ଆପଣ ପରିସ୍ଥିତି ଅନୁଯାୟୀ ଠିକ୍ ଶବ୍ଦର ବ୍ୟବହାର କରିଥାନ୍ତି, ତେବେ ଆପଣ କାହାର ବି ହୃଦୟ ଜିତିପାରିବେ। ମନେ ରଖ, ଭୁଲ ଆମ ଜୀବନର ଏକ ପୃଷ୍ଠା ହୋଇଥାଏ, କିନ୍ତୁ ସମ୍ପର୍କ ଏକ ସମ୍ପୂର୍ଣ୍ଣ ବହି ହୋଇଥାଏ। ଆବଶ୍ୟକ ପଡ଼ିଲେ ଭୁଲର ଏକ ପୃଷ୍ଠା ଚିରି ଦିଅନ୍ତୁ, କିନ୍ତୁ ଏକ ପୃଷ୍ଠା ପାଇଁ ସମ୍ପୂର୍ଣ୍ଣ ବହିଟିକୁ କେବେ ବି ହରାଇ ଦିଅନ୍ତୁ ନାହିଁ। ମନେ ରଖ, ସୂର୍ଯ୍ୟ ହେଉ ବା ମଣିଷ, ସମସ୍ତଙ୍କୁ ତ ଦିନେ ଅସ୍ତ ହେବାକୁ ପଡ଼ିବ, କିନ୍ତୁ ସାହସ ଓ ଧୈର୍ଯ୍ୟ ସୂର୍ଯ୍ୟଠାରୁ ଶିଖିବାକୁ ପଡ଼ିବ, ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ୱାସର ସହିତ ଉଦୟ ହୋଇଥାଏ। ଗୋଟିଏ କଥା ସର୍ବଦା ମନେ ରଖ, ସମ୍ପର୍କ ଅଛି ମାନେ ସମ୍ପର୍କରେ ମତାନ୍ତର ବି ଅଛି। ହେଲେ ଝଗଡ଼ା ପରେ ସର୍ବପ୍ରଥମେ ଯିଏ ଆଗେ କଥା ହୁଏ, ସେ ତୁମକୁ ଅଧିକ ଭଲ ପାଏ। ସେଥିପାଇଁ ତ ସେ ତୁମକୁ ହରାଇବାକୁ ଡରୁଥାଏ। ମୋ ନିଜ ଉପରେ ଏତିକି ତ ବିଶ୍ୱାସ ଅଛି, ସମୟ ଯେତେ ବି ଖରାପ ଆସୁନା କାହିଁକି, ତାକୁ ହସି ହସି ଆଗକୁ ବଢ଼ିପାରିବି। ଦାନବାକ୍ସ ମନ୍ଦିର ସାମ୍ନାରେ ନୁହେଁ, ଦାନବାକ୍ସ ମେଡ଼ିକାଲ ଆଉ ବିଦ୍ୟାଳୟ ସାମ୍ନାରେ ରହିବା ଉଚିତ। କାହିଁକି ନା ଦରକାର ପଡ଼ିଲେ ତାହା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ଖର୍ଚ୍ଚ କରାଯାଇପାରିବ। ବାହାର ଲୋକଙ୍କ ପାଇଁ ଚିନ୍ତା ନାହିଁ, ବେଶୀ ଚିନ୍ତା ନିଜ ଲୋକଙ୍କ ପାଇଁ। କାହିଁକି ନା ତାଙ୍କ ପାଇଁ ସବୁ କରି ମଧ୍ୟ ଦୋଷୀ ହେବାକୁ ପଡ଼ିଥାଏ। ଯିଏ ରାଗରେ ଭୁଲ କରନ୍ତି ସିଏ ବଦଳି ଯାଆନ୍ତି, ହେଲେ ଯିଏ ଆତ୍ମଗର୍ବରେ ଭୁଲ କରନ୍ତି ସିଏ କେବେ ବଦଳନ୍ତି ନାହିଁ। ଜୀବନରେ କଷ୍ଟ ତ ବହୁତ ଅଛି, କଷ୍ଟକୁ ଡରିଗଲେ ହାରିଯିବ। ସୁଖ ପାଇବା ପାଇଁ ହେଲେ ବାଟରେ ଅନେକ କଣ୍ଟା ମାଡ଼ିବାକୁ ହେବ। ଶରୀରରୁ ସୁନ୍ଦର ହୋଇଥିବା ମଣିଷ ଗୋଟେ ରାତି ପାଇଁ ଖୁସି ଦେଇଥାଏ, କିନ୍ତୁ ହୃଦୟରୁ ସୁନ୍ଦର ହୋଇଥିବା ମଣିଷ ପୁରା ଜୀବନ ଖୁସିରେ ରଖିଥାଏ। ମୁଁ ତ କାହାକୁ କଷ୍ଟ ଦିଏନି,
ମୁଁ ତ କାହାକୁ କଷ୍ଟ ହେଲା ପରି କଥା କୁହେନି, କିନ୍ତୁ ମୋତେ କ'ଣ ପାଇଁ ସମସ୍ତେ କଷ୍ଟ ଦିଅନ୍ତି? କ'ଣ ପାଇଁ କଷ୍ଟ ହେଲା ପରି କଥା କୁହନ୍ତି? ନିଜର ଶତ୍ରୁ ବନେଇବା ପାଇଁ ଝଗଡ଼ା କରିବା ଆବଶ୍ୟକ ନାହିଁ। କେବଳ ନିଜ ଅଧିକାର ଆଉ ଅପ୍ରିୟ ସତ କଥା କହି ଦେଖନ୍ତୁ, ଦେଖିବେ ନିଜ ପରିବାରର ହିଁ କେହି ନା କେହି ଶତ୍ରୁ ହୋଇଯିବ। ଯଦି ତୁମର ଆୟ କମ୍, ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯଦି କାହା ବିଷୟରେ ସୂଚନା କମ୍, ତେବେ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏ କେମିତିକା ଜୀବନ? ସକାଳେ ହସିଲେ ସନ୍ଧ୍ୟାରେ କାନ୍ଦିବାକୁ ପଡ଼ୁଛି। ଯେଉଁ ଦିଗକୁ ଚାହୁଁଛି ସବୁ ମୋତେ ଅନ୍ଧକାର ଦେଖାଯାଉଛି। କ'ଣ କରିବି କିଛି ବୁଝିପାରୁନି। ହେ ପ୍ରଭୁ, ମୋତେ କିଛି ବାଟ ଦେଖାଅ। ଗୁଣ ନଥିଲେ ରୂପ ବ୍ୟର୍ଥ, ବିନମ୍ରତା ନଥିଲେ ବିଦ୍ୟା ବ୍ୟର୍ଥ, ଉପଯୋଗ ନହେଲେ ଧନ ବ୍ୟର୍ଥ, ସାହସ ନଥିଲେ ଅସ୍ତ୍ରଶସ୍ତ୍ର ବ୍ୟର୍ଥ, ଆଉ ପର ଉପକାର ନ କଲେ ଜୀବନ ବ୍ୟର୍ଥ। ସମସ୍ତଙ୍କର ଅସଲ ଚେହେରା କ'ଣ ମୋତେ ଜଣାଅଛି। ମୁଁ ଚୁପ୍ ନିଶ୍ଚିନ୍ତ ଅଛି, ହେଲେ ଅନ୍ଧ ନୁହେଁ। ମନର ବହିକୁ ଏମିତି ଜଣଙ୍କ ଆଗରେ ଖୋଲ ଯିଏ ପଢ଼ିବା ସହିତ ବୁଝି ବି ପାରୁଥିବ। ଜୀବନ ଯୁଦ୍ଧରେ ନିଜେ ହିଁ କୃଷ୍ଣ ଆଉ ନିଜେ ହିଁ ଅର୍ଜୁନ ହେବାକୁ ପଡ଼ିଥାଏ। ନିଜେ ହିଁ ନିଜ ରଥର ସାରଥୀ ହୋଇ ଲଢ଼ିବାକୁ ପଡ଼ିଥାଏ। ମନେ ରଖ, କ୍ରୋଧ ଆସିଲେ ଚିଲେଇବା ପାଇଁ ଶକ୍ତିର ଆବଶ୍ୟକତା ହୋଇନଥାଏ, କିନ୍ତୁ କ୍ରୋଧ ଆସିଲେ ଚୁପ୍ ରହିବା ପାଇଁ ବହୁତ ଶକ୍ତିର ଆବଶ୍ୟକ ହୋଇଥାଏ। ଯିଏ ଆମ ଜୀବନକୁ ବୁଝିପାରନ୍ତି ସେ ଆମର ପ୍ରିୟ ହୋଇଥାନ୍ତି। ହୋଇପାରେ ସେ ମା ହୁଅନ୍ତୁ, ପତ୍ନୀ ହୁଅନ୍ତୁ, ପ୍ରେମିକା ହୁଅନ୍ତୁ କିମ୍ବା ଭଗବାନ। ବିଶ୍ୱାସ ନ କରୁଥିଲେ ବି ଏହା ସତ, ଯେଉଁ ମୁହଁରେ ସେହି ଛୋଟିଆ ହସ ହେଉଛି ଏମିତି ଏକ ଔଷଧ ଯାହାଦ୍ୱାରା ମଣିଷ ନିଜ ଶତ୍ରୁର ହୃଦୟକୁ ବି ଜିଣି ଯାଇଥାଏ। ଅହଙ୍କାର ସେହିମାନଙ୍କୁ ହୋଇଥାଏ ଯେଉଁମାନଙ୍କୁ ବିନା ସଂଘର୍ଷରେ ସବୁକିଛି ପ୍ରାପ୍ତ ହୋଇଯାଇଥାଏ। ସମୟ ଖରାପ ହୋଇପାରେ, କିନ୍ତୁ ଜୀବନ ନୁହେଁ। ତେଣୁ ଅପେକ୍ଷା କରନ୍ତୁ ଆଉ ପ୍ରୟାସ ବି କରନ୍ତୁ। ସମୟ ନିଶ୍ଚିନ୍ତ ସବୁକିଛି ଦେବ ଯାହା ଆପଣ ପାଇବାକୁ ଯୋଗ୍ୟ। ନିଜ ଆତ୍ମା ଯାହା କହୁଛି ତାହା ଶୁଣ। ଦୁନିଆ କଥାକୁ ଭୟ କର ନାହିଁ, କାହିଁକିନା ଦୁନିଆ ବହୁତ କିଛି କହିଥାଏ, ହେଲେ କେବେ କିଛି ଦେଇନଥାଏ। ସତ୍ୟ କେବଳ ସେହି ଲୋକମାନଙ୍କ ପାଇଁ ପିତା ହୋଇଥାଏ ଯେଉଁ ଲୋକମାନଙ୍କର ମିଛ ସହିତ ରହିବାର ଅଭ୍ୟାସରେ ପରିଣତ ହୋଇଗଲାଣି। ଛୋଟ ମିଠା କଥାରେ ମଣିଷର ହୃଦୟକୁ ଜିତି ହୁଏ, କିନ୍ତୁ ଛୋଟ କଟୁ କଥା ପଦେ ମଣିଷର ହୃଦୟକୁ ଭାଙ୍ଗିଦିଏ। ଅନ୍ୟ କେହି କରୁଥିବା କାମର ଠିକ୍ ଭୁଲ ବାହାର କରିବା ଦାୟିତ୍ୱ ତୁମକୁ ଦିଆଯାଇ ନାହିଁ। ନିଜ କାମରେ ଠିକ୍ ଭୁଲ ଦେଖିବା ଉଚିତ। ଚିନ୍ତା କର ନାହିଁ କିଏ କ'ଣ କହୁଛି, କାହିଁକିନା ତୁମ ପରିସ୍ଥିତି ତୁମକୁ ଜଣାଅଛି, ଲୋକଙ୍କୁ ଜଣା ନାହିଁ। ତେଣୁ ନିଜେ ଖୁସିରେ ରୁହନ୍ତୁ।